এইটি এই অবস্থারে হি মারি দিও। আরে কথা মানি জীবনটাকে বলি দিও না করছি। চালিও মরিবু নিশ্চয়। তু যে পাপ কর্ম করিছু আজি তোতে মু শাস্তি দেবি। আপনে তে মারিব হবে তোতে আজি জীবন শেষ করে দেব। লজ্জা লাগুনি তোতে এ কথা কইবা পাই নিজ করিবা পাই হুয়া প্রস্তুত। তুমি দেখো মু সেই পাপি চোখে দেখুছি হেলা। নিশ্চয় বিকাশ। তবে চল এই যাও শান্তির পরীক্ষা। ঠিক আছে আলো के उठे भी हंस के माता जा चंदन पर थार भवानी जटा जटा पर लगे। মন্ত্রী বড় ছাড়ি দিও তাকে। মন্ত্রী বড় মহারানী আকাশରୁ କଳା ବାଦଲଟା ହଟି ଯାଉଛି। ହଁ ମହାରାনী ସିନ୍ଦୁର ଫାଟି ଗଲାଣି। ନବଦିନର ସୂର୍ଯ୍ୟ ଉଦୟ ହେବାକୁ ଆରମ୍ଭ ବି କଲାଣି। ଦେଖିଲ ଆଜି ଆକାଶ କେତେ ଫର୍ଚ୍ଚା ଲାଗୁଛି, କେତେ ସୁନ୍ଦର ଅନୁଭୂତି ମନେ ହେଉଛି। ହଁ ମହାରାনী ମତେ ଲାଗୁଛି ଆମ ଜୀବନର ସମସ୍ତ ଘାତ ପ୍ରତିଘାତ ବି ଏଇଠି ଶେଷ ହେଇଯାଇଛି। ତମେ କହିବ ଯୋଉ କଥା ମୁଁ ସବୁଦିନ କହି ଆସୁଥିଲି, ଯୋଉ କାହାଣୀଟା ଲେଖି ସାରିଲା ପରେ ଏ କୁନି କୁନି କଳାକାର ମାନେ ରଙ୍ଗମଞ୍ଚରେ ଅଭିନୟ କରି ସାରିଲା ପରେ ଦର୍ଶକ ମାନଙ୍କୁ ମନ ଖୋଲି କହୁଥିଲି, କାହାକୁ କହିବି କାହାଣୀ ମୋର, ସବୁ ପରେ ଏଠି ଲୁହ ନିଜର। ଆଜି ଲୁହ ସବୁ ପର ହେଇଯାଇଛି ମନ୍ତ୍ରୀ ବର। ଆଜି ସମସ୍ତେ ନିଜର ହେଇଯାଇଛନ୍ତି। କୁହ ଏଥର ସ୍ୱୟଂବର କରିବା ତ? ନିଶ୍ଚୟ ମହାରାଣୀ। ହେଲେ ମହାରାଣୀ ହଁ ସେଇ ବାବୁ ଜଣକ ଯିଏ ଛିଡ଼ା ହେଇଛନ୍ତି ସେ କିଏ? ଆରେ ହଁ ତ, ମୁଁ ତ ଏପର୍ଯ୍ୟନ୍ତ ଜାଣିପାରିଲିନି। ମା ମାନିନି କିଏ ତମେ? କୁହ କିଏ ତମେ? କଣ ତମ ପରିଚୟ? କୁହ। ମୋ ପରିଚୟ
ହଁ। ଜାଣିବାକୁ ଚାହୁଁଛ? କୁହ। ତାହେଲେ ଦେଖ ମୋ ପରିଚୟ। ତୁ ମୋ ଆକାଶ ନା? ହଁ ବାପା, ମୁଁ ସେ ହତଭାଗା ଆକାଶ। ହେଲେ ବାପା ତୋର ଏ ଅବସ୍ଥା କେମିତି ହେଲା? ଆକାଶ ତୁ ପରା ଯାଇଥିଲୁ ମଣିର ଅନୁସନ୍ଧାନରେ। ହଁ ବାପା, ହେଲେ ତୁ ତୁ ଏଇ ଅବସ୍ଥାରେ ତୋର ଏ ଅବସ୍ଥା ହେଲା କେମିତି? ବାପା, ବାପା, ଆପଣ ମୋତେ କ୍ଷମା କରିଦେବେ। ବିକାଶ ସେଦିନ ମଣିଷନ୍ଧାନରେ ଯାଇଥିଲି ଦୁଇ ଭାଇ, ହେଲେ ଟିକେ ସେପଟକୁ ବଡ଼ ଭାଇ ଚାଲିଗଲା ପରେ ମୁଁ ଟିକେ ରହିଗଲି। ଆଉ ସେଇ ସମୟରେ ସେ ମୋ ବଡ଼ ଭାଇଟା ସେ ମଣିକୁ ନେଇ ତାକୁ କୋଉ ରାଜାଟା ମାରି ଦେଇଥିଲା। ଆଉ ମୁଁ ଭାବିଲି ଯେ ମୋ ବଡ଼ ଭାଇଟା ମରିଯାଇଛି। ଆଉ ସେଇଠୁ ମୁଁ ସେଇ ମଣିକୁ ଧରି ଯେମିତି ଆପଣଙ୍କୁ କଥା ଦେଇଥିଲି ସେମିତି ମୁଁ ସେ ମଣିକୁ ନେଇ ଚାଲି ଆସିଲି। ମୋତେ କ୍ଷମା କରିଦେବେ ବାପା, ମୋତେ କ୍ଷମା କରିଦେବେ। ଆପଣ ମୋତେ କ୍ଷମା କରିଦେବେ। ତାହେଲେ ପ୍ରକୃତରେ ମଣିଟା ମୋ ବଡ ପୁଅ ଆକାଶ ନେଇକି ଆସିଥିଲା। ହଁ ବାପା, ଆକାଶ ହଁ ବାପା, ତାହେଲେ ସତରେ ତୁ ସେ ମଣି ନେଇକି ଆସିଥିଲୁ? ହଁ ବାପା, ସେଇ ମଣି ନେଇକି ମୁଁ ହିଁ ଆସିଥିଲି। ମହାରାଣୀ ତାହେଲେ ତମେ କୁହ ମନ୍ତ୍ରୀ ବଲ, ଏବେ ଆମେ କଣ କରିବା? କାହାକୁ ବିବାହ କରିବା? ଯେହେତୁ ଏଇଟା ହଉଛି ତମ ପରିବାରର କଥା, ମୁଁ ତ କାହାକୁ ବାଛ ବିଚାର କରିପାରିବିନି। ସେ ଦାୟିତ୍ୱଟା ମୁଁ ତମକୁ ସମର୍ପଣ କରିଦେଉଛି। ତମେ ଯାହା ଚାହିଁବ ସେଇଆ ହିଁ ହବ। ହଁ ବାପା, ସେଇଟା ଠିକ କଥା। ବଡ଼ ଭାଇକୁ ରାଜକୁମାରୀକୁ ବାହା କରିଦିଅନ୍ତୁ। ସେ ମୋ ସୀତା ପରି ମା ହେଲେ ମୁଁ ହେବି ଅନୁଜ। ହେଲେ ମହାରାଣୀ ବାପା ବିକାଶ, ଆମେ ନିଷ୍ପତ୍ତି ନେବା ପୂର୍ବରୁ ଥରେ ରାଜକୁମାରୀ ମାନିନୀକୁ ପଚାରି ନେବାଟା ଉଚିତ ହବ। ତମେ ଠିକ ଅଛ ମନ୍ତ୍ରୀ ବଲ। ମାନିନୀ, ଏ ମା ଆଜି ସବୁ କଥା ତୋ ଉପରେ ଯେତେବେଳେ ନେସ୍ତରେ ଅଛି, ସେତେବେଳେ ତୁ କହରେ ମା, ତୁ କାହାକୁ ବିବାହ କଲେ ଶାନ୍ତିରେ ରହିପାରିବୁ? କହରେ ମା, ତୋ ଆଗରେ ଦିଟା ପ୍ରସ୍ତାବ, କହ ତୁ କାହାକୁ ବିବାହ କରିବୁ? ମା, ମୁଁ ତୁମକୁ ଗୋଟେ କଥା କହିବା ପାଇଁ ଚାହୁଁଛି। ହଁ, ଯେତେବେଳେ ମୁଁ ଫୁଲ ଉଦ୍ୟାନକୁ ଯାଇଥିଲି ମା, ମୁଁ ଫୁଲ ଉଦ୍ୟାନକୁ ଗଲା ସମୟରେ ସେ ଭଣ୍ଡ ବାବାଙ୍କଠୁ ସେ ମୋତେ ବଞ୍ଚେଇଥିଲେ। ଆଉ ମୋତେ କହିଥିଲେ ମୁଁ ମଣି ଆଣିକି ତମ ସହିତ ମୁଁ ବାହା ହେବି ବୋଲିକି ମା। ଆଉ ମୁଁ ବି ତାଙ୍କୁ କଥା ଦେଇଥିଲି ମୁଁ ତମେ ଯେ ପର୍ଯ୍ୟନ୍ତ ମଣି ନ ଆଣିବ ମୁଁ ତମକୁ ବାହା ହେଇପାରିବିନି ବୋଲିକି ମା। ସେୟା ପାଇଁ ସେମାନେ ମଣି ଆଣିଛନ୍ତି। ମୁଁ ତାଙ୍କ ସହିତ ଏକା ବାହା ହେବି ମା, ମୁଁ ତାଙ୍କ ସହିତ ଏକା ବାହା ହେବି। ମନ୍ତ୍ରୀ ବଲ, ଶୁଣିଲ ତ ମୋ ଝିଅ ମାନିନୀ କଥା। ତାହେଲେ ଆଉ ଡେରି କାହିଁକି କରୁଛ? ବାପା ବିକାଶ, ରାଜମାତା, ମାନିନୀ ଯଦି ଆକାଶକୁ ବିବାହ କରେ ସେଥିରେ ତମର କିଛି ଆପତ୍ତି ନାହିଁ ତ? ନା ରାଜମାତା, ବଡ଼ ଭାଇ ମଣି ନେଇକି ଆସିଛନ୍ତି। ମୁଁ କାହିଁକି ଆପତ୍ତି କରିବି ଯେ? ବଡ଼ ଭାଇ ରାମ ହେଲେ ରାଜକୁମାରୀ ହେବେ ସତୀ ସୀତା। ଆଉ ମୁଁ ହେବି ତାଙ୍କର ଦାସ ଲକ୍ଷ୍ମଣ। ତାହେଲେ ଠିକ ଅଛି, ଚାଲ। ଯୋଉ ମଣି ପାଇଁ ଆଜି ଏତେ ବଡ଼ ଘଟଣା ଘଟିଗଲା, ଯୋଉ ମଣି ପାଇଁ ମୁଁ ସାରା ଜୀବନ ଅନୁତପ୍ତ ଥିଲି, ଆଉ ଯୋଉ ମଣି ପାଇଁ ମୁଁ ମୋର ସର୍ବସ୍ୱ ହରେଇ ଦେଇଥିଲି, ଆଜି ସେଇ ମଣିକି ପାଇସାରିଲା ପରେ
ଚାଲ ସ୍ୱୟଂବର କରିବା ପୂର୍ବରୁ ପ୍ରଥମେ ମଣିଟିକୁ ତାଙ୍କରି ମସ୍ତକରେ ଟେକିଦେବ। ଚାଲ ଚାଲ ସବୁ ଠିକ ଅଛି ମହାରାଜ। ସେଇ ଦେବଦେବ ମହାଦେବ ମଣି ନାଗେଶ୍ୱରଙ୍କ ମସ୍ତକରେ ଏ ମଣି ରଖିଦେଇ ଆସିଲା ପରେ ତାଙ୍କରି ସାମ୍ନାରେ ଆମେ ଦୁଇ ଜଣଙ୍କର ବିବାହ କରିବା। शिव महेश्वर शिव स्वयं सकल चरणे करुछि गुहारी तुमरी पद तले मंत्रीवर देख एबे स्वयंवर समय ही गला समस्त प्रजागण मान खबर दियो आ विवाह विवाह एठी स्थापन करिबा। ଠିକ ଅଛି ମହାରାଜ। दासी परिवार को भी खबर दियो से माने समस्त